त्रयोदश स्कंद द्वितीय अध्याय उद्धववच। उद्धव कृष्ण पाद धर बोलंती प्रेमे मोदभर। दुष्कर ए घोर संसार कृतार्थ नाई ए जीवर। ज्ञान कहिल स्वयं मते देखिली दृष्टि रे साक्षाते। प्रलय ब्रह्मांड के मते जीव प्रलय केउ मते। ଏହା କହିବା ହେଉ ହରି ପୁଛଇବେନି ପାଦ ଧରି। ଶ୍ରୀ ଭଗବାନ ବାଚ ଶୁଣ ଉଦ୍ଧବ ଯାହା ପୁଛି କହିବା ତଉଁ ତୋତେ କିଛି। ଶପଥ ପାତାଳ ଯେ ଏଥି ଏହାକୁ ପ୍ରଳୟ କରେ ପୃଥି। ବସନ୍ତି ପୃଥି ଅଙ୍ଗେ ଯାଇ ପୃଥି ପ୍ରଳୟ ଅନ୍ତ ନାହିଁ। ପୃଥିକୁ କରାଏ ପ୍ରଳୟ ଆପଣେ ବାସ ଜଳମୟ। ପୃଥିକୁ ଆପ ପ୍ରଳୟ କଲା ଭୂଲୋକ ମଧ୍ୟରେ ପ୍ରସିଲା। କହିଁ ଯେ ଥିବେ ବେନି ଜନ ଆଦ୍ୟ ଦ୍ୱାରେ ସେ ଦ୍ୱାରିପଣ। ବିଷ୍ଣୁର ଆଦ୍ୟ ଦ୍ୱାରି ସେଇ ପୃଥି ଆପଙ୍କ ପଳେ ତହି। ଚାରି ବେଦରୁ ଚାରି ବାଇ ଚାରି ଅକ୍ଷର ଏହା କହି। ପାଖୁଡ଼ା ଅକ୍ଷରେ ରହିଲା ଅକ୍ଷର ବାୟୁ ହୋଇଗଲା। ବାୟ ବି ଶକ୍ତି ତୀରେ ପଶି ଶକ୍ତି ଗଣେଶ ଦେହେ ମିଶି। ଗଣେଶ ଭୁବ ଲୋକ ଗଲା ପ୍ରଳୟ ସହି ନ ପାରିଲା। ଭୁବ ଲୋକରେ ଦେବାଦେବୀ ଦ୍ୱିତୀୟ ଦ୍ୱାର ପାଳ ସେବି। ଷଡ଼ ଅକ୍ଷର ଷଡ଼ ଦଳ ଷଡ଼ ପବନ ଯହିଁ ଠୁଳ। କାମ କାମାକ୍ଷୀ ଯହିଁ ଦ୍ୱାରି ପାତାଳପୁର ଅଧିକାରୀ। ଷଡ଼ ଦଳ ହିଁ ପ୍ରଳୟ କାଳେ ଷଡ଼ ଅକ୍ଷରେ ବାୟୁ ମିଳେ। ଷଡ଼ ଅକ୍ଷର ପ୍ରଳୟନ୍ତେ ଷଡ଼ ପବନ ଯେ ମିଳନ୍ତେ। ଷଡ଼ ପବନ ପ୍ରଳୟ ହୋଇ କାମାକ୍ଷୀ ଅଙ୍ଗେ ପଶେ ଯାଇ। କାମାକ୍ଷୀ ପ୍ରଳୟର କାଳେ ପଶଇ କାମ ଗର୍ଭସ୍ଥଳେ। ଭୁବ ଭୋଲୋକ ପ୍ରଳୟାନ୍ତେ ମିଶଇ ସୁରଙ୍କ ସଙ୍ଗତେ। ସେ ଦ୍ୱାରେ ବେନି ଜନ ଦ୍ୱାରି ଆପକୁ ପ୍ରଳୟ ତେଜ କରି। ତେଜି ଦଶ ଦଳ କମଳ ଦଶ ଅକ୍ଷର ଦଶ ଦଳ। ଦଶ ପବନ ଯହିଁ ବସେ ତେଜ କମଳ ପରକାଶେ। ଦଶ ଅକ୍ଷର ଦ୍ୱାରେ ହୋଇ ଅକ୍ଷର ପବନ ହୁଅଇ। ପବନ ସାବିତ୍ରୀ ଶକ୍ତିରେ ପଶନ୍ତି ଯାଇ ପ୍ରଳୟରେ। ସାବିତ୍ରୀ ପ୍ରଳୟରେ ଯାଇ ସେ ବ୍ରହ୍ମ ବ୍ରହ୍ମରେ ମିଶଇ। ଅକ୍ଷର ଦଳ ଏ ପବନ ତେଜ ପବନେ ଦେବଗଣ। ବ୍ରହ୍ମ ପ୍ରଳୟ ସେ ହୁଲିଳା ବାୟବ୍ୟ ମଣ୍ଡଳରେ ପଶିଲା। ପୃଥିବୀ ଆପ ତେଜ ଘେନି ବାୟବ୍ୟ ମଣ୍ଡଳରେ ପୁଣି। ଦ୍ୱାଦଶ ଦଳ ଜନ ଲୋକ ତହିଁର ଦ୍ୱାରେ ବେନି ଦେଖ। ଦ୍ୱାଦଶ ଅକ୍ଷର ବସଇ ଦ୍ୱାଦଶ ପାଇଁ ପ୍ରଘଟଇ। ଦଶ ଅକ୍ଷର ଦ୍ୱାରେ ହୁଏ ଅକ୍ଷର ହୁଏ ବାୟୁମୟେ। ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶି ଲକ୍ଷ୍ମୀ ନାରାୟଣ ପ୍ରବେଶୀ। ଓଁକାର ବାୟୁ ମୂଳେ ଛିଡ଼େ ନିଷେଧ କିଳି ଇଣିକି ଫେଡ଼େ। ସେ ମହାନାରାୟଣ ଯାଇ ତପୋଲୋକରେ ମେଳ ହୋଇ। ଆକାଶ ମଣ୍ଡଳେ ପଶନ୍ତି ସେ ଦ୍ୱାରେ ବେନି ଜନେଛନ୍ତି। 16 ଦଳରେ 16 ଅକ୍ଷର ଷୋଡ଼ଶ ପବନ ତାହାର। ଶିବ ପାର୍ବତୀ ବେନି ଜନ ପଶନ୍ତି କଣ୍ଠ ଦ୍ୱାର ସ୍ଥାନ। 16 ଅକ୍ଷରେ ଲୀନ ପାଇ ଅକ୍ଷର ବାୟୁରେ ସମ୍ଭାଇ। ବାୟୁ ପାର୍ବତୀ ସଙ୍ଗେ ମିଶି ପାର୍ବତୀ ସଙ୍ଗରେ ବିକାଶୀ। ଶିବ ପ୍ରଳୟ ଆକାଶରେ ଶୁଣ କହିବା କିଛି ତୋରେ। ଶିବ ଯେ ମୋହ ଲୋକେ ଗଲେ ମୋହ ଲୋକକୁ ସତ୍ୟ ମିଳିଲେ। ସତ୍ୟ ଲୋକକୁ ବ୍ରହ୍ମ ଲୋକରେ ଧ୍ରୁବ ଲୋକ ବ୍ରହ୍ମମଣ୍ଡଳେ। ସମସ୍ତେ ପ୍ରଳୟର ରାଶି ଜୀବ ଅଙ୍ଗରେ ଯାଇ ମିଶି। ହଂସ ପ୍ରଳୟ ଯାଇ ହୋଇ କାଳ ପ୍ରକୃତି ପୁରୁଷଇଁ। ହ ଯେ ପରମ ଅଟଇ ସ ଯେ ଜୀବକୁ ବୋଲାଇ। କମଳ ମଣ୍ଡଳ ପୁରୁଷ ଏ ତିନି ପ୍ରଳୟ ପ୍ରବେଶ। ବେଦ 14 ପ୍ରଳୟ ଗଲେ ବେଦ 14 ପ୍ରଳୟ ଗଲେ ଜୀବ ଅଙ୍ଗରେ ସେ ରହିଲେ। ସେ ଭାବ ମହତ ପୁରୁଷ ପଞ୍ଚତତ୍ତ୍ୱକୁ ଘେନି ପାଶ। ଜୀବ ପ୍ରଳୟ ତ୍ରାସ ପାଇ ପରମ ଆତ୍ମାରେ ମିଶଇ। ପରମ ଆତ୍ମା ସର୍ବଜ୍ଞାନୀ ଭାସେ ପ୍ରଳୟ ଜଳେ ପ୍ରାଣୀ। ପ୍ରଳୟ ଜଳରେ ଭାସଇ ସଲିଳ ବିମ୍ବ ପ୍ରାୟ ହୋଇ। ହଂସ ସ୍ୱରୂପେ ଜଳେ ଭାସେ ପ୍ରଳୟ ଅନ୍ତେ ସୃଷ୍ଟି ବସେ। ସେ ହଂସ ସହସ୍ର ବରଷ ପ୍ରଳୟ ଜଳେ କରେ ବାସ। ଆହାର ବିନୁ ଭ୍ରମୁ ଥାଇ ପ୍ରଳୟ ତାକୁ ନ ଧରଇ। ପରମ ଆତ୍ମା ହଂସ ଦୀକ୍ଷା ସୃଷ୍ଟି ବିଆଣ କଲା ଇଚ୍ଛା। ଡିମ୍ବେକ ପଡ଼ିଲା ଜଳରେ ପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ। ଡିମ୍ବ ତାପିଲା ପଞ୍ଚତୋତେ ପାକ ହୋଇଲା ଡିମ୍ବ ଅନ୍ତେ। ସେ ଡିମ୍ବ ବେନି ଫାଳ କଲା ଫାଳକେ ପୃଥିବୀ ହୋଇଲା। ଫାଳକେ ପ୍ରକାଶ ଅଟଇ ଭାସଇ ଜୀବ ପ୍ରାୟ ହୋଇ। କ୍ଷୟ ନହିଲା ଯହୁଁ ଫାଳ ନାଭିରୁ ଜାତ ପଦ୍ମମୂଳ। ଷଡ଼ ଅଷ୍ଟ ମୁଖେ ଗଲା ଶପଥ ପାତାଳ ଭେଦିଲା। ଊର୍ଦ୍ଧ୍ୱେ ସେ ଗଲା ନାଡ଼େ ବଢ଼ି ପରେ ଊର୍ଦ୍ଧ୍ୱ ଲୋକେ ହା ବଢ଼ି। ସେ ନାଡ଼ି ମଧ୍ୟରେ କଟି ବାଗ ତହିଁଛନ୍ତି ବାସୁକୀ ନାଗ। ସେ ନାଗ ଲାଞ୍ଜେ ମେରୁ ଖଟି ତାସିରେ ଫଣା ସହସ୍ରଟି। ସହସ୍ର ଫଣାରେ ଧରଇ ତେବେ ବ୍ରହ୍ମାଣ୍ଡ ଥୟ ହୋଇ। ସେ ନାଗ କୁଳଙ୍କ ଆଶ୍ରମ ଧଇଲା ଅତି ବଡ଼ କର୍ମ। କୂର୍ମକୁ ମଣ୍ଡୁକି ଧଇଲା ହେମନ୍ତ ପୃଥ୍ୱୀ ଥୟ ହେଲା।
ତେବେ ସଞ୍ଚିଲା ସ୍ୱର୍ଗବାସ ଚନ୍ଦ୍ର ସୂର୍ଯ୍ୟ ରାତି ଦିବସ ବ୍ରହ୍ମା ସଞ୍ଚିଲା ମହିଭାର ମୁଁ ପ୍ରତିପାଳ ଇ ସଂସାର ମତେ ତିନି ଦେବ ହୋଇ ପ୍ରଳୟ ଶିବ ଯେ କରଇ ମରୁ ହୋଇଲା ପଦ୍ମମୂଳ ତଇଁ ବାନ୍ଧିଲା ଡିମ୍ବ ଫାଳ ବନ ପର୍ବତ ନଦୀ ତୀର୍ଥ ଫଳମୂଳ ଅର୍ଣ୍ଣ ଯାବତ ମନୁଷ୍ୟ ପକ୍ଷୀ ସର୍ପ ହୋଇ ଏ ସର୍ବସାଧ୍ୟ କଲେ ମଇ ଶୁଣି ଉଦ୍ଧବ କୃତ କୃତ୍ୟ ମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ ତେଣୁ ଭକତ ବସ ତୁଇ ଭାବ ନିକଟେ ଭାବଗ୍ରାହୀ ଏ ଦେହେ କର ଶିର ନେତ୍ର ନାନା ବଦନ କର୍ଣ୍ଣପଥ ଆତ୍ମା ସହିତେ ଇନ୍ଦ୍ରି ପୁଣ ପାଞ୍ଚ ମନ ପ୍ରକୃତି ଗଣ ସର୍ବତୋର ସଞ୍ଚିତ ତୁମ୍ଭର କିଣା ଗୋପୀନାଥ ମୋହର ନାହିଁ ଏଥିପଣ ଏସବୁ ତୋର ଅଭିୟାନ ଏ ରଖ ନ ରଖ ତୋର ଇଚ୍ଛା ମତେ କରିବ ତୁମ୍ଭେ ରକ୍ଷା କୃତାର୍ଥ କର ଭଗବାନ କହିବ ଗୁପ୍ତ କଥା ମାନ ଅଧ ଉର୍ଦ୍ଧ କାହାକୁ କହି ଉତ୍ପତ୍ତି ପ୍ରଳୟ କେ ହୋଇ ତ୍ରିମାତ୍ରା ବୋଲି ଅବା କେଉ ତ୍ରିଭୁଖ କେ ବା ମହାବାହୁ ଏ ଜୀବ ପରମ କେ ଅଟଇ ଶିବ ଶକ୍ତି ବା କେ ବୋলাই ଉତ୍ପତ୍ତି ପ୍ରଳୟର ଦ୍ୱାର କେ ଅଟେ ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଭଗବାନ ବାଚ ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ ଯେଣୁ ଲଭିବୁ ମୋ ଚରଣ ଅଧ ଜୀବନ ନିରାକାର ଅଧ ପରମ ସୂକ୍ଷ୍ମ ସାର ଏ ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତି ତେଣୁ ଜନ୍ମ ହିଁ ଏ ପ୍ରକୃତି ଉଦେ ଅସ୍ତଟି ଚୈତନ ଚନ୍ଦ୍ର ହିଁ ବୋଲି ତାର ନାମ ଅକାର ଉକାର ମକାର ତ୍ରିଶୂନ୍ୟ ଦେଖି ଆଜଘର ତ୍ରିବେଣୀ ତ୍ରୟ ମାତ୍ରା କହି ତ୍ରିବେଣୀ ନାମେ ଧାର ବହି ତିସବଦ ଶିବ ଶାନ୍ତି ପ୍ରଳୟ ଦ୍ୱାର କାଳ ସ୍ତୁତି ସେ ନିରଞ୍ଜନ ନିରାକାର ରଜବୀର୍ଯ୍ୟରୁ ଯେ ବାହାର ଅକ୍ଷୟ ବୀଜ ତେଜ ବଳେ ଦୁଃଖ ସୁଖ ଏବେନି ଫଳେ ତ୍ରୟ ଧାତୁରେ ବୃକ୍ଷ ଟାଣ ଚତୁରଶୀରେ ବଳବାନ ଏ ପଞ୍ଚ ଡାଳେ ପଞ୍ଚଭୂତେ ବସନ୍ତି ଭୋଗ ରକ୍ଷା ଅର୍ଥେ ଷଡ଼ ଆତ୍ମାରେ ବୃକ୍ଷ ମୋଟ ଏ ଷଡ଼ ରସ ରୂପୀ ଦୁଷ୍ଟ ଶ୍ରବଣେ ନିନ୍ଦା ସ୍ତୁତି ଶୁଣେ ଏ ରସ ବୃକ୍ଷ ନିୟୋଜନେ ଏ ନୟନ ରୂପ ଅର୍ଥ ପାଇ ଅଶେଷ ମାର୍ଗେ ଭ୍ରମୁ ଥାଇ ନାସିକା ଗନ୍ଧ ଆମୋଦନ ଭ୍ରମଇ ନାନା ବାସସ୍ଥାନ କ୍ଷୁଧା ଅନଳ ଧରେ ପେଟେ କୁବାକ୍ୟ ନିତ୍ୟ ମୁଖେ ରଟେ ଇନ୍ଦ୍ରିଧର ଇ ପୁଣି ବଳେ ଭ୍ରମଇ ମୟୁତୁନ ଫଳେ ଷଡ଼ ରସ ବୃକ୍ଷ ଧରେ ସମୋତ ତୋଚକ ବେଢି ଚବାରେ ଚର୍ମ ଭିତରେ ଲୋମ ମୂଳେ ଲେପନ ରକ୍ତ ମାଂସ ଜଳେ ତୀର ସଙ୍କୁଳ ଅସ୍ଥି ଗଣ୍ଠି ସପ୍ତ ବକଳ ବୃକ୍ଷ ଫୁଟି ଅଷ୍ଟମୂରତି ଘେନି ଡାଳେ ପୃଥିବୀ ପବନ ଅନଳେ ଆକାଶ ତେଜ ବୃଦ୍ଧି ଘେନି ଅହଙ୍କାର ଏ ବୃକ୍ଷ ଜାଣି ନବଖଣ୍ଡରେ ବୃକ୍ଷ ଶୋଭା ଦଶଟି ଖେଦ ଜହିଁ ପ୍ରଭା ହେମନ୍ତ ଅଟେ ବୃକ୍ଷ ସ୍ଥାନ ବସନ୍ତି ବେନି ପକ୍ଷୀ ଶୂନ୍ୟ ଜୀବ ପରମ ବେନି ଅଂଶେ ବୃକ୍ଷ ବେଦୀଣ ପରକାଶେ ବୃକ୍ଷର ନାମଟି ଜୀବନ ଜଳ ବିହୀନେ ବୃକ୍ଷ କ୍ଷୀଣ ସତ ଶରୀରେ ସତ ଜଳ ପରମ ନାମେ ଆଦିମୂଳ ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣ ଜୀବର ଏ ବର୍ଣ୍ଣ ଲକ୍ଷଣ ସକଳ ଜୀବର ପ୍ରଚାର ବୋଧ ମୋକ୍ଷରେ ବିହାର ପରମ ବୋଲି ଯାକୁ କହି ଜୀବ ହିଁ ସେଇ ସେ ଅଟଇ ଏକ ପାଖୁଡ଼ା ବେନି ଖଣ୍ଡ ଶଶିକି ଅନ୍ତର ପ୍ରଚଣ୍ଡ ତେଣୁ ଜୀବ ପରମ ଦୁଇ କେହି କାହାକୁ ନ ଦେଖଇ ଶବଦ ମାତ୍ର କବାରଇ ଶବଦୁ ବେଦ ଉଦ୍ଗାରଇ ବେଦୁ ଶବଦ ଏ ବ୍ରହ୍ମାଣ୍ଡ ପୃଥିବୀ ନବ ଲକ୍ଷ ଖଣ୍ଡ ଅଧିକୁ ଅଧିକ ଅଧିକ ଏମନ୍ତେ କହିବି କେତେକ ଶୁଣି ଉଦ୍ଧବ ଶାନ୍ତ ଚିତେ ପ୍ରଣାମ କଲା କତୁରିତେ ଦ୍ୱାରକା କହିଲେ ଗୋବିନ୍ଦ ଶ୍ରୀ ଭାଗବତ 13 ସ୍କନ୍ଦ ଏ ବ୍ରହ୍ମାଣ୍ଡ ମଧ୍ୟ ମହାରସ ଦ୍ୱାରକା ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ତ୍ରୟୋଦଶ ସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ନାମ ଦ୍ୱିତୀୟ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।